ପିଲାମାନେ ଆଜି ଆମେ କି ଗପ ଶୁଣିବା? ମିନାର ମିଠେଇ ଖିଆ ଗପ। ଆଚ୍ଛା ଶୁଣି ଏଇଠି ବସ, ଶୁଣିକି ପଛରେ କହିବ, ଶୁଣି ଏଇଠି ବସ। ହଁ ତମେ ଏଇଠି ଆସ, ସେଇଠିକି ଆଉ ଟିକେ ହେଲା। କ'ଣ ପଚାରିଲେ କ'ଣ କହ? ଆଜି ଆମେ କି ଗପ ଶୁଣିବା? ମିଠେଇ ଖିଆ। ଆଚ୍ଛା ପିଲାମାନେ ତମେ ସବୁ ମିଠା ଖାଇଛ? ମିଠେଇ ଖାଇଛ ନା? ଗୋଟେ ଦିନ ମିନା ଘରକୁ ମିନାର ମାମୁଁ ଆସିଥିଲେ। ମିନାର ମାମୁଁ ମିଠାଇ ଧରିକି ଆସିଥିଲେ। କ'ଣ ଧରି ଆସିଥିଲେ? ମିନା ଘରକୁ କିଏ ଆସିଥିଲେ? ମାମୁଁ ଆସିଥିଲେ। ଆଦିତ୍ୟ ବଡ଼ ପାଟି କରି କୁହ। ହେଲେ ମିନାର ମାମୁଁ ମିଠାଇ ଆଣିଥିଲେ। ମିନାର ମା କ'ଣ କଲେ? ମିଠାଇ ତକ ଡବାରେ ପୁରେଇ ଦେଇକି ପୂଜା କରିବାକୁ ପଡ଼ିବ। ହେଲେ ମିନା କ'ଣ କଲା? ମିନାକୁ ମିଠା ଦେଖି ମିନା ପାଟିରେ ଲାଳ ବୋହିଲା। କ'ଣ ବୋହିଲା? ଲାଳ ବୋହିଲା। ଲାଳ କେମିତି ବୋହିବ? ଗୋଟେ ସୁନ୍ଦର ମିଠା ଦେଖିଲେ, ଲଡୁ ଦେଖିଲେ ଆମ ପାଟିରୁ ଲାଳ ବାହାରିବ। କେତେ ଦେଖି ଆମେ ଲଡୁ ଖାଇଦେବା। ହେଲା, ମିନା ସେମିତି କ'ଣ କଲା? ଯାଇକି ଡବା ଭିତରୁ ମିଠାଇ ହାତ ପୁରାଇକି ଆଣିବାକୁ ଚେଷ୍ଟା କଲା। ହେଲେ ମିନା କ'ଣ କଲା? ଦୁଇଟି ମିଠାଇ ଆଣିବ କହିଲା। ଦୁଇଟି ମିଠାଇ ଆଣିବ କହିଲେ ଡବାର ମୁହଁଟା ଏଡ଼ିଟା, ମିନାର ହାତ ଏଡ଼ିଟା। ଯେମିତିକି ମିନା, ଇଏ ହଉଛି ମିନା। ମିନା ହାତ ପୁରେଇଲା। ହେଲେ ଗୋଟେ ଲଡୁ ଆଣିଲେ ସିନା ତିନି ପଳେଇ ଆସିବ। ଦିଟା ଲଡୁ ଯଦି ଏମିତି ଆଣିବ, ଡବାଟା କ'ଣ ବାହାରିବ? ଡବାରୁ ହାତ ବାହାରିବ? ସେ ଦୁଶୁନି। ପାଟିରେ କହୁନ, ବାହାରିବ କି?